ओम नमो भगवते वासुदेवाय। अष्टादशोऽध्याय उद्धववाच। भक्तिलक्षण शुणि कर्णे उद्धव आनंद वचने। देह पुल करो मराजी भाव गदगदे चक्षु बुझी। जे धर्म भक्ति लक्षण पूछई तुम्भर चरण। हे प्रभु श्री मधुसूदन भक्त संशय विमोचन। हे प्रभु श्री मधुसूदन भक्त संशय विमोचन। जे धर्म भक्ति लक्षण श्रीमुखे कहिल आपण। से धर्म साधि केउ मते वैष्णव लक्षण जगते। ब्रह्मपुत्र को दया करी पूर्वे जे हंस रूप धरी। परम धर्म कथा जेते कहिल ताहांक अग्रते। जे धर्म काले नष्ट गला संसारे केही न पाଳିला। एबे क्षिति तले पुणी के ताहा तुम्भ बिना भणी। से धर्म कहि पारु तुही तो बिना कर्ता बक्ता नाही। ब्रह्मस धने सुर लोके तोतहु के कहिब एके। संगते ब्रह्म ज्ञान घेनी तू नाथ तेजिबु अबनी। से धर्म तत्व गूढ़ जानी के ताहा कहु परिमाणी। तू सर्व धर्म ज्ञान दाता तू सर्व लोक पिता माता। भक्ति लक्षण धर्म जेते ओ नाथ कह मो अग्रते। एमंते उद्धव वचन शुणि कहन्ति भगवान। शुण हे भकत शेखर जे धर्म जेमंत आचार। मु सत्य जुगे हंस रूपे ब्रह्मार पुत्रंक समीपे। प्रथम जुगे शुक्ल वर्णे मुहि प्रवर्ताइली जने। ओंकार रूपे थिला वेद केही न जाने तार भेद। मु धर्म वृक्ष रूप धरी से वेद लोकरे विस्तारी। एणु जे जुग नर हरि सकले सत्य धर्माचारी। मन वचन हृदय धरी मोते भजन्ति दृढ़ करी। चिते चिन्तन्ति धर्म जेते समीपे मिलन्ति समस्ते। एमन्ते सत्य जुग गला शुण उद्धव मोर लीला। त्रेता जुगरे पुणी मुहि यज्ञ पुरुषे जात होई। वेद उचित यज्ञ मार्गे धर्म प्रचार भूमि भागे। मो पाद उरु भुजा जने जन्म होइले चारि बने। मो भुजु जन्म क्षत्रि जाति उरु मो वैश्य उत्पत्ति। मुखु ब्राह्मणे मोर जात शूद्र मो चरण संभूत। एणु मो पुरुष पुराण ईश्वर ब्रह्मांड कारण। विराट पुरुष मो गति मोतहु सृष्टि उत्पत्ति। मोर जघनु गृहकारी रुद पद्मरु ब्रह्मचारी। मो बक्ष स्थलु वनवासी मस्तकु जन्मिले सन्यासी। ए सर्व वस्तु सर्वश्रम स्वभावे भिन्न मति भ्रम। प्रकृति जन्म अनुसारे स्वभावे आचार व्यवहारे। उत्तम संगे संग जार से करे उत्तम आचार। हीन संगे तो हीन गति हसी कहन्ति यदुपति। उद्धव एक मने शुण ब्राह्मण वर्णर लक्षण। तपस उच्च समदम मोर भक्ति अनुपम। सत्य संतोष क्षमा दया रुजुता हृदय निर्माया। ए सर्व ब्राह्मण
ବ୍ରାହ୍ମଣ ଲକ୍ଷଣ। କ୍ଷତ୍ରିୟ ଧର୍ମ ଏବେ ଶୁଣ। ତେଜସ ଉଚ୍ଚ ବଳ ଶୌର୍ଯ୍ୟ। ତିତିକ୍ଷା ଉଦ୍ୟମ ଔଦାର୍ଯ୍ୟ। ବିପ୍ର ପୋଷଣ ଧୃତି ବୀର୍ଯ୍ୟ। ଏ ଆଦି ପରମ ଐଶ୍ୱର୍ଯ୍ୟ। କ୍ଷତ୍ରିୟ ପ୍ରକୃତି ଏ ଜାଣ। ଅପରେ ଶୁଣ ବୈଶ୍ୟ ଗୁଣ। ବିପ୍ର ପୋଷଣ ଦାନ ଯୁକ୍ତ। ଦମ୍ଭ ବର୍ଜିତ କୃଷିରତ। କ୍ରୟ ବିକ୍ରୟ ସାଧୁ ମତେ। ଧନ ସଞ୍ଚୟନ ଯୁକତେ। ବୈଶ୍ୟକୁଳର ଧର୍ମ ଏହି। କହିବା ଶୂଦ୍ର ଧର୍ମ ଯେହି। ବ୍ରହ୍ମ କ୍ଷତ୍ରିୟ ବୈଶ୍ୟ ଗଣେ। ସେବା କରିବ ଅନୁକ୍ଷଣେ। ସକଳ ଜୀବେ ଥିବ ଦୟା। କେବେହେଁ ନ କରିବ ମାୟା। ଶୂଦ୍ର ଜନର ଏବେ ଭାର। ଶୁଣ ହୀନ ଜନ ଆଚାର। ଅସତ୍ୟ ବାକ୍ୟ ନିଷ୍ଠାହୀନ। ନାସ୍ତିକ କ୍ରୋଧ ହତ ଜ୍ଞାନ। ବିରୋଧ ବାକ୍ୟ କୁବଚନ। କନ୍ଦଳ ଆଚାର ଲଙ୍ଘନ। ପରହିଂସନ ପରବାଦ। ପରର ମଣି ଧନେ ସଦ। ନୀଚ ଜନର ଏ ସ୍ୱଭାବ। ସାମାନ୍ୟ ଶୁଣ ହେ ଉଦ୍ଧବ। ଅହିଂସା କ୍ରୋଧ ଦମ୍ଭହୀନ। ଲୋଭ ବର୍ଜିତ ମାନ ପୁଣ। ସତ୍ୟ ବଚନ ପ୍ରିୟ ବାଣୀ। ଭୃତ୍ୟ ସୁହୃଦ ଯେତେ ପ୍ରାଣୀ। ଏ ସର୍ବ ଲୋକ ସାଧାରଣ। ସ୍ୱଧର୍ମ ସ୍ୱଭାବ ନିର୍ମାଣ। ବ୍ରାହ୍ମଣ ଆଦି ଯଥାକ୍ରମେ। ଯେ ଥିବ ଯେମନ୍ତ ଆଶ୍ରମେ। ବ୍ରାହ୍ମଣ ଆଶ୍ରମ ବ୍ୟବସ୍ଥା। ଶୁଣ କହିବା ସାଧୁ କଥା। ବ୍ରାହ୍ମଣ କୁଳେ ଜନ୍ମ ହୋଇ। ବେଦ ପଠନେ ଦୀକ୍ଷା ବହି। ଗାୟତ୍ରୀ ମନ୍ତ୍ର ଗୁରୁ ମୁଖେ। ଜାଣି ସେବିବ ଗୁରୁ ପାଖେ। ବେଦ ପଠନ ଦିନେ ଦିନେ। କରିବ ଗୁରୁ ସନ୍ନିଧାନେ। ତ୍ରିସନ୍ଧ୍ୟା ସ୍ନାନ ହୋମ କରି। ତ୍ରିଦଣ୍ଡ କମଣ୍ଡଳୁ ଧାରି। ପିନ୍ଧି କୃଷ୍ଣ ଜିନ ମେଖଳା। ଅରୁଣ ବସ୍ତ୍ର ଅକ୍ଷମାଳା। ମନ୍ତ୍ର ପଠନ ପୂଜା ହୋମ। ମାର୍ଜନ ଭୋଜନ ନିୟମ। ଏ ଆଦି କର୍ମ ବ୍ରହ୍ମଚାରୀ। କରିବ ମୌନ ଆଚରି। କର ଚରଣେ ନଖ ଯେତେ। ଯେ ଲୋମ କକ୍ଷ ଲିଙ୍ଗ ମାତ୍ରେ। କଦାଚ ନ କରି ଛେଦନ। ସମ୍ପୂର୍ଣ୍ଣେ କରିବ ଧାରଣ। ନିରତେ ଥିବ ଯେ ସଂଯତେ। ବର୍ଜନ ଦେବ ଯୋନି ପଥେ। ଯଦ୍ୟପି ନିଦ୍ରାଗତ କାଳେ। ସ୍ୱପ୍ନ ଗୋଚରେ ବୀର୍ଯ୍ୟ ଟଳେ। ବେଗେ ପ୍ରଭାତ ସ୍ନାନ କରି। ହୃଦୟେ ଗାୟତ୍ରୀ ସୁମରି। ଜପ କରିବ ହସ୍ତରେଖେ। ଯତନେ ରବି ଅଭିମୁଖେ। ଗୁରୁ ଚରଣେ ନମସ୍କାର। ଯତ୍ନେ କରିବ ସପ୍ତବାର। ଗୁରୁ ବ୍ରାହ୍ମଣ ବୃଦ୍ଧ ପାଦେ। ବନ୍ଦନ କରିବ ଆନନ୍ଦେ। ତ୍ରିସନ୍ଧ୍ୟା ସେବିବ ସ୍ନାହାନେ। ଗାୟତ୍ରୀ ଜପିବ ମୌନେ। ସାକ୍ଷାତେ ଗୁରୁ ଯେ ଈଶ୍ୱର। ଗୁରୁଙ୍କୁ ନ ମଣିବ ନର। ଗୁରୁଟି ସର୍ବଧର୍ମମୟେ। ମୋହିବ ସଇ ଗୁରୁ ଦେହେ। ଏ ଘେନି ଗୁରୁ ଭଗବାନ। ସେ ନୁହେଁ ମନୁଷ୍ୟ ସମାନ। ସ୍ୱଭାବେ ନିରତେ ପ୍ରଭାତେ। ଭିକ୍ଷା ମାଗିବ ନିତ୍ୱେ ନିତ୍ୱେ। ଗୁରୁ ସମୀପେ ତାହା ନେଇ। ଥୋଇବ ଶିରେ କର ଦେଇ। ପ୍ରସନ୍ନେ ଗୁରୁ ଦେବେ ଯେତେ। ତାହା ଭୁଞ୍ଜିବ ଶୁଦ୍ଧ ଚିତ୍ତେ। ଗୁରୁ ବଚନ ଅବଧାନେ। ରଜନୀ ବଞ୍ଚିବ ମୌନେ।
ଗୁରୁ ସମୀପେ ଭୃତ୍ୟ ପ୍ରାୟେ ପ୍ରଥମେ ଥିବ ଯେ ଉଭାଏ ଗୁରୁ ପ୍ରସନ୍ନେ ଆଜ୍ଞା ପାଇ ବସିବ ଗୁରୁ ମୁଖ ଚାହିଁ ସଭଏ ସମୀପେ ବସିବ ଚରଣ ଅଗ୍ର ନ ଦିଶିବ ସ୍ୱଭାବେ ଦୂରେ ଉଭା ହୋଇ କର ଯୁଗଳ ଶିରେ ଦେଇ ନୃତ୍ୟ ନମିବ ଗୁରୁ ପାଦେ ବେଦ ବଚନ ଅନୁବାଦେ ଏମନ୍ତେ ଗୁରୁ ସେବା କରି ଦିନ ବଞ୍ଚିବ ବ୍ରହ୍ମଚାରୀ ଏ ଦେବ ସୁଖ ଦିନେ ଦିନେ କେବେ ହେ ନ ଚିନ୍ତିବ ମନେ ଯାବତ ବେଦ ପୂର୍ଣ୍ଣ ନୋହେ ତାବତ ଗୁରୁ ଦୀକ୍ଷା ବହେ ମନ ବଚନ ନିଜ ଦେହେ ନୃତ୍ୟ ସେବିବ ଗୁରୁ ପ୍ରାୟେ ମୋତେ ପୂଜିବ ଗୁରୁ ଦେହେ ମତ ହୁଁ ଗୁରୁ ଭିନ୍ନ ନୋହେ ନୃତ୍ୟ ସଂଯତ ବ୍ରହ୍ମଚାରୀ ନୟନେ ନ ଦେଖିବ ନାରୀ ତ୍ରିସଙ୍ଗୀ ସଙ୍ଗେ ସମ୍ଭାଷଣ କେବେ ହେ ନୋହିବ ନିପୁଣ ତମ ରାଜସ ପ୍ରାଣୀ ଯେତେ ସଙ୍ଗ ନୋହିବ କଦାଚିତେ ଏବେ ନିଦୁଷ୍ଟ ଲୋକ ସଙ୍ଗ କରାଇ ନିଜ ଧର୍ମ ଭଙ୍ଗ ଶୌଚ ସ୍ନାନ ଆଚମନ ତ୍ରିସନ୍ଧ୍ୟା ସନ୍ଧ୍ୟା ଉପାସନ ତୀର୍ଥ ଗମନ ଜପ ହୋମ ମୋ ନାମ ଶ୍ରବଣ କୀର୍ତ୍ତନ ମୋର ଚରଣ ସେବା ଯେତେ ସଂଯୁକ୍ତ କରିବ ନିରତେ ଅସାଧୁ ସଙ୍ଗ ସମ୍ଭାଷଣ ଯେ ଅବା ଅଭକ୍ଷ ଭକ୍ଷଣ ଏ ଆଦି ଅଧର୍ମ ଲଙ୍ଘନେ କେବେ ହେ ନ ଚିନ୍ତିବ ମନେ ସମାନ ଧର୍ମ ସାଧାରଣ ଏ ସର୍ବ ଆଶ୍ରମ ଲକ୍ଷଣ ସଂଯମ ମନ ବାକ୍ୟ ଧରି ଏତେ ଲକ୍ଷଣେ ବ୍ରହ୍ମଚାରୀ ମୋର ଚରଣେ ସେବା କରି ସକଳ ବନେ ଅଧିକାରୀ ଯେ ରୂପ ବ୍ରହ୍ମାଣ୍ଡ ପ୍ରଶସ୍ତ ସାଧିବ ବ୍ରହ୍ମଚର୍ଯ୍ୟ ବ୍ରତ ଏମନ୍ତ ବ୍ରତେ ବ୍ରହ୍ମଚାରୀ ବିରାଜେ ଅଗ୍ନି ରୂପ ଧରି ମୋର ଭକତ ଏ ଶୟଳେ ମୋ ସେବା କରେ ତତ୍ପରେ ଛାର ଦୂରିତ ଯେତେ ଦେହେ ମୋ ସେବା ଅଗ୍ନିକୁଣ୍ଡେ ଦହେ ଏମନ୍ତେ ବିପ୍ର ବ୍ରହ୍ମଚାରୀ ଯଦି ସକଳ ବେଦ ଧରି ତାତ ଜନନୀ କି ଜଣାଇ ଦକ୍ଷିଣା ଗୁରୁ ପାଦେ ଦେଇ ଗୁରୁ ବଚନ ଶିରେ ଧରି ବେଦ ଉତ୍ସର୍ଗେ ସ୍ନାନ କରି ଛାଡ଼ିବ ବ୍ରହ୍ମଚାରୀ ବେଶ ବନେ ବା ଭୁବନେ ପ୍ରବେଶ ଏମନ୍ତେ ନିଜ ଭାବେ ଥିବ ଯେ ପୂର୍ବ ଆଶ୍ରମ ସ୍ୱଭାବ ଅନ୍ୟ ଆଶ୍ରମ ବେଗେ ଭଜି ପୂର୍ବ ଆଶ୍ରମ ପୁଣି ତେଜି ଯଦି ବ୍ରାହ୍ମଣ ବ୍ରହ୍ମଚାରୀ ଗୃହେ ଆଶ୍ରମେ ଚିତ୍ତ କରି ବିଚାରୀ କନ୍ୟା କୁଳବତୀ ରୂପ ଲକ୍ଷଣ ତାର ଚିନ୍ତି ବୟ ଆକୃତି ଭାବେ ଗଣି କନ୍ୟାର ରୂପ ସୁଲକ୍ଷଣୀ ବିବାହ କରି ଶୁଭକ୍ଷଣେ ଯେ ବେଦ ବିଧାନ ପ୍ରମାଣେ ସୁଖେ ସାଧିବ ଗୃହ ବାସେ କାମ କାଞ୍ଚନ ଧର୍ମ ଆସେ ଯେ ଧର୍ମ ଗୃହସ୍ଥ କାରଣ ଉଦ୍ଧବ ସାବଧାନେ ଶୁଣ ବ୍ରାହ୍ମଣ କୁଳ ଧର୍ମ ଯେତେ ଶୁଣ କହିବା ତୋ ଗ୍ରତେ ବେଦାଧ୍ୟୟନ ଅଧ୍ୟାପନ ଗ୍ରହଣ ଯଜନ ଯାଜନ ଦାନ ହିଁ ଦେଉଥିବ ନୃତ୍ୟ ଲୋଭ ନ କରି କଦାଚିତ ଦାନ ହିଁ ଦେଉଥିବ ନୃତ୍ୟ ଲୋଭ ନ କରି କଦାଚିତେ ଗୃହେ ହୋଇବ ସର୍ବଂଶଃ ଯେ ନିଜ କର୍ମ ପ୍ରତିଗ୍ରହ
କେବେ ହେନ କରିବ କରେ ନିସ୍ତରୀ ଇହ ପରୁତରେ। ଯେ ଅବା ଦୁଷ୍ଟ ପରିଗ୍ରହ ଉଭୟ ଲୋକେ ଦୁଃଖମୟ। ଯେ ପ୍ରତିଗ୍ରହ ଭୟଙ୍କର ଯଶ ତପସ୍ୟା ତେଜହର। ସେ ପ୍ରତିଗ୍ରହ ଭୟଙ୍କର ଯଶ ତପସ୍ୟା ତେଜହର। ସେ ପ୍ରତିଗ୍ରହ ନ କରିବ ଦୁଃଖେ ବା କୁଟୁମ୍ବ ପୋଷିବ। ନିର୍ତ୍ତୋଜ ଜନ ଅଧ୍ୟାପନେ ବଞ୍ଚିବ କିଞ୍ଚିତ ଭୋଜନେ। ଯେ ଧର୍ମ କର୍ମ ବିପରୀତେ କେବେ ହେନ କଳ୍ପିବ ଚିତ୍ତେ। ଚିତ୍ତ ସନ୍ତୋଷ ଯଥା ଲାଭେ ନିର୍ତ୍ତୋ ବଞ୍ଚିବ ମୋର ଭାବେ। ଯେ ବିପ୍ର ହରି ପରାୟଣେ ଗୃହେ ବସଇ ସାଧୁପଣେ। ଚିତ୍ତେ କରଇ ମୋତେ ଧ୍ୟାନ ସେ ନୁହେଁ ନରକେ ପତନ। ସେ ଗୃହ ଅନ୍ଧକୂପତାରେ ଆତ୍ମାକୁ ଆପଣେ ନିସ୍ତରେ। କେ ଅବା ପୂର୍ବ କର୍ମ ବଶେ ଅତି ଦରିଦ୍ର ଗୃହ ବାସେ। ଏମନ୍ତେ ବିପ୍ର ଦୁଃଖ ଚାହିଁ ସେ ଅବା ଚିତ୍ତେ ଦୟା ବହି। ବିପ୍ର ପୋଷଣ କରେ ନିର୍ତ୍ତୋ ମୁଥାଇ ତାହାର ଅଗ୍ରତେ। ବିପ୍ର ପୋଷଣେ କରେ ନିର୍ତ୍ତେ ମୁଥାଇ ତାହାର ଅଗ୍ରତେ। ବ୍ରାହ୍ମଣ ମୁଖେ ମୋ ଆହାର ବିପଦେ ଖଣ୍ଡଇ ତାହାର। ଏମନ୍ତେ ବ୍ରାହ୍ମଣ ବଞ୍ଚିବ ଯଦ୍ୟପି ବିପଦେ ପଡ଼ିବ। ତେବେ ବଞ୍ଚିବ ବଶ୍ୟ ମତେ କୃଷି ବାଣିଜ୍ୟ ବେନିପଥେ। କିବା ଖଡ଼ଗ ଧରି କରେ ବଞ୍ଚିବ ପ୍ରଦାତି ପ୍ରକାରେ। ହିଂସା ନ ବହି ହୃଦୟରେ ବିୟର୍ଥେ ନ ନାଶିବ ପରେ। କ୍ଷତ୍ରିୟ ବୃତ୍ତି କରିଥିବ କେବେହେଁ ସେବା ନ କରିବ। ଏମନ୍ତେ ବିପଦୁ ବଞ୍ଚିବ ଶୁଭେ ଯେ ନିଜ ଧର୍ମେ ଥିବ। କ୍ଷତ୍ରିୟ ବୈଶ୍ୟ ବୃତ୍ତି କରି ବଞ୍ଚିବ ନିଜକୁ ଆବୋରି। ଆପଦୁ ତରି ଯଥାକ୍ରମେ କ୍ଷତ୍ରିୟ ଥିବ ନିଜ ଧର୍ମେ। ଏମନ୍ତେ ବିପଦୁ ବଞ୍ଚିବ ନୀଚକୁ ସେବା ନ କରିବ। ବିପଦେ ବୈଶ୍ୟ ଶୂଦ୍ର ପ୍ରାୟେ କୁଟୁମ୍ବ ପୋଷିବା ଉପାୟେ। ବିପଦେ ଶୂଦ୍ରକାରୀ କର୍ମେ ବଞ୍ଚିବ ନିଜ ପୁଣି ନିଜ କର୍ମେ। ବିପଦେ ଶୂଦ୍ରକାରୀ କର୍ମେ ବଞ୍ଚିବ ନିଜ ପୁଣି ନିଜ ଧର୍ମେ। ବିପଦେ ଶୂଦ୍ରକାରୀ କର୍ମେ ବଞ୍ଚିବ ପୁଣି ନିଜ ଧର୍ମେ। ଏମନ୍ତେ ବର୍ଣ୍ଣ ଧର୍ମ ପକ୍ଷେ ତୋ ଆଗେ କହିଲୁ ପ୍ରତ୍ୟକ୍ଷେ। ଏ ଭାବେ ଗୃହାରମ୍ଭ ମୋତେ ଚିତ୍ତ ନ କରି ମୋହ ଗତେ। ଗୃହରେ ବିପଦ ସମ୍ପଦେ କୁଳ କାଞ୍ଚନ ବନ୍ଧୁ ମଧ୍ୟେ। ମୋହେ ନୋହିବ ମନ ଛନ ଏ ସର୍ବ ଈଶ୍ୱର ସମାନ। ଭାବ ଜାଣିବ ଶୁଣି ଦେଖି ଇଚ୍ଛାରେ ସକଳ ନିରେଖି। ଏ ପୁତ୍ର ଦ୍ୱାରା ବନ୍ଧୁ ସଙ୍ଗ ଦେଶ ନେ ସମୁଦ୍ର ତରଙ୍ଗ। ପଥିକ ଯେହ୍ନେ ବୃକ୍ଷ ତଳେ ଶ୍ରମେ ବସନ୍ତି ଏକ ମେଳେ। ଶ୍ରମ କରିଲେ ଯେଝା ମତେ ଚଳନ୍ତି ବୃକ୍ଷ ଛାଡ଼ି ପଥେ। ଦେଶ ନେ ପ୍ରାଣୀ ନିଦ୍ରା ଗତେ ସମ୍ପଦ ଦେଖେ ସ୍ୱପ୍ନ ଗତେ। ଏହି ପ୍ରକାରେ ଗୃହ ବାସ ନ କର ଏଥିରେ ବିଶ୍ୱାସ। ଏହା ତୁ ବୁଝ ଯଦୁବୀର ଚଞ୍ଚଳ ମନ ସ୍ଥିର କର। ଅନିତ୍ୟ ଅସତ୍ୟ ଶରୀର ଅନ୍ତେ ଲଭଇ ତମ ଘୋର। ଏଣୁ ଅତିଥି ପ୍ରାୟେ ହୋଇ ମୋର ଭକତ ଗୃହେ ଥାଇ
ପୁତ୍ର କଳତ୍ର ବନ୍ଧୁ ଶିରି ନ ବୋଲ ମୋହରି ମୋହରି ଦଇବ ମାୟା ଏ ସଂସାର ଏଣେ ନ କର ଅହଙ୍କାର ଏମନ୍ତେ ଗୃହ ଅବଦାନେ ଧର୍ମ ସାଧିବ ଯଜ୍ଞ ଦାନେ ମୋର ଭକତି ଦିନେ ଦିନେ ସାଧିବ ହୃଦୟ ଯତନେ ଗୃହସ୍ଥ ଭାବେ ହି ମତେ ଭାବେ ବଞ୍ଚିବ ଦିନ କେତେ ବୟସ ତୃତୀୟ ପ୍ରାପତେ ବନେ ଚଳିବ ତପ ଅର୍ଥେ ପୁତ୍ର ନିବେଶୀ ପତ୍ନୀ ପାଶେ ଅଥବା ଚଳିବ ସନ୍ନ୍ୟାସେ ପୁତ୍ର ନଥିଲେ ଘେନି ସଙ୍ଗେ ନିଜ ଆୟୁଷ ବେନି ଭାଗେ ଧର୍ମ କଷଣ କର୍ମ ଯେତେ ବନେ ସାଧିବ ଯେଝା ମତେ ଗୃହ ନିର୍ବନ୍ଧେ ଯାର ମନେ ଆକୁଳ ପୁତ୍ର ଦ୍ୱାରା ଧନେ ମୂଢ଼ କୃପଣ ନାରୀ ଯୁତ ମୋହି ମୋହର ଏ ସମସ୍ତ ଏଣେ କରଇ ଗୃହ ବାସେ ଅଶାନ୍ତି ଇନ୍ଦ୍ରିୟ ଲାଳସେ କୁଟୁମ୍ବ ନିସ୍ତାରଣ ଆସେ ଭାଳଇ ରଜନୀ ଦିବସେ ବୃଦ୍ଧ ଜନନୀ ତାତ ମୋର ବନିତା ବାଳକ କୁମର କି ରୂପେ ନିସ୍ତରିବି ମୁହିଁ ଏଣେ ଆକୁଳ ମନ ଦେଇ କ୍ଷଣେ ନ ପାରେ ଗୃହ ଛାଡ଼ି ନିରତେ ଚିନ୍ତା ଜଳେ ବୁଡ଼ି ଦାରାତ ନୟ ନୃତ୍ୟ ଚିନ୍ତି ଗୃହେ ମା ଜଇ ମୂଢ଼ ମତି ଅନ୍ତେ ପଡ଼ଇ ତମ ଘୋରେ ଭ୍ରମଇ ଏ ଘୋର ସଂସାରେ ଗୃହ କରଣ ବର୍ଣ୍ଣ ଭାବ ଉଦ୍ଧବ କହିଲେ ମାଧବ ସେ ଗୁରୁ ଶିଷ୍ୟ ପାଦ ଗତେ ନମଇ ଦାସ ଜଗନ୍ନାଥେ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା ସଂହିତାୟା 82 ଏକାଦଶ ସ୍କନ୍ଧେ ଶ୍ରୀକୃଷ୍ଣ ବୋଧ ସମ୍ବାଦେ ବର୍ଣ୍ଣାଶ୍ରମ ବିଭାଗ ନାମ ଅଷ୍ଟାଦଶ ଅଧ୍ୟାୟ। ଓಂ ନମୋ ଭଗବତେ ବାସୁଦେବାୟ।